ଶ୍ରୀମନ୍ଦିର ସିଂହଦ୍ୱାର ଅପସାରଣ ନିମନ୍ତେ ଗତ 2010 ମସିହା ଠାରୁ ଶ୍ରୀମନ୍ଦିରରେ ଥିବା 10 ଅବତାର ମୂର୍ତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଢ଼ାଯାଇଛି। ଏହାସହ ଶ୍ରୀଜଗନ୍ନାଥ ସେନା ପକ୍ଷରୁ 35,000 ଟଙ୍କା ବ୍ୟୟରେ ନୂତନ 10 ଅବତାର ମୂର୍ତ୍ତି ଆଣି ସିଂହଦ୍ୱାର ନିକଟରେ ରଖାଯାଇଛି। ଏହି 10 ଅବତାର ମୂର୍ତ୍ତିର ନବମ ସ୍ଥାନରେ ଜଗନ୍ନାଥ ରହିବେ କି ବୁଦ୍ଧଦେବ ରହିବେ, ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯାଇଥିଲା। ଶଙ୍କରାଚାର୍ଯ୍ୟ ଏହାର ଉତ୍ତରରେ ସମ୍ପୂର୍ଣ୍ଣ ସମାଧାନ କରିନଥିଲେ, ତେଣୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହି ମୂର୍ତ୍ତି ସ୍ଥାପନ ନିମନ୍ତେ ଦାବି କରାଯାଇଛି। ସିଂହଦ୍ୱାରରୁ 10 ଅବତାର ମୂର୍ତ୍ତି ଅପସାରଣ ପରେ 15 ବର୍ଷ ହୋଇଗଲା, 10 ଅବତାର ମୂର୍ତ୍ତି ଲାଗିପାରିଲା ନାହିଁ। ସେ ମୂର୍ତ୍ତିକୁ ଯିଏ ତିଆରି କରିଥିଲେ ଶିଳ୍ପୀ, ତାଙ୍କୁ ଏମାନେ ଆଣିଲେ ନାହିଁ। ମାତ୍ର 35,000 ଟଙ୍କା ଆମେ ତାକୁ ଦେଇକି ଆଣିକି ସିଂହଦ୍ୱାର ରଖିଦେଇଛୁ। ଉପରେ ଖାଲି ଲାଗିବା କଥା। ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ପାଦଙ୍କ ପାଖକୁ ଆସିଥିଲୁ ଯେ ଆଜ୍ଞା ମୂର୍ତ୍ତି ଲାଗିବାର ସମସ୍ୟା କ'ଣ ରହିଛି। ନବମ ସ୍ଥାନରେ କିଏ କଣ୍ଟ୍ରୋଭର୍ସି କରୁଛନ୍ତି, କିଏ ଗୋଟେ ଲୋକ ଯୁକ୍ତିତର କରୁଛନ୍ତି ବୁଦ୍ଧ ରହିବେ। ଆମର ପଚାରିବା କଥା ଥିଲା ଗୁରୁଜୀ ଯାହା ଥିଲା ସେୟା ରହିବ ନା ଆମେ ତାକୁ ବଦଳେଇଦେବା। ମନେକର ଭଙ୍ଗା ନ ହୋଇଥାନ୍ତା ତାହେଲେ କ'ଣ ରହିଥାନ୍ତା? ଏଇସବୁ ପ୍ରଶ୍ନକୁ ନେଇକି ଆମେ ଆଜି ଏଠି ଗୁରୁଜୀ ପାଖରେ ପହଞ୍ଚିଥିଲୁ। ଗୁରୁଜୀ କହିବା କଥା ତାଙ୍କୁ ପଚାରନ୍ତୁ ଯେ ସେ ସନାତନୀ ବୁଦ୍ଧ ରହିବା ପାଇଁ କହୁଛନ୍ତି ନା ଗୌତମ ବୁଦ୍ଧ କଥା କହୁଛନ୍ତି। ଗୌତମ ବୁଦ୍ଧ ହେଲେ କ୍ଷତ୍ରିୟ, ସନାତନୀ ବୁଦ୍ଧ ଯିଏ ପୁରୁଣା ବୁଦ୍ଧ ସିଏ ହେଲେ ବ୍ରାହ୍ମଣ ଏବଂ ତାଙ୍କ ଗୋତ୍ର ଆଙ୍କ ଗୋତ୍ର ଭିତରେ ବର୍ତ୍ତମାନ ସୁଦ୍ଧା ମତ ପାର୍ଥକ୍ୟ ରହିଛି। ତ କେଉଁ ବୁଦ୍ଧ ଆଗ ସେମାନେ ଡିସାଇଡ୍ କରନ୍ତୁ, ତାପରେ ବୁଦ୍ଧ କଥା ଉଠେଇବେ। ବୁଦ୍ଧ କେବେ ବି ବିଷ୍ଣୁଙ୍କର ଅବତାର ନଥିଲେ କୌଣସି ଦିନ। ତେଣୁକରି ଯାହା ଥିଲା ସେୟା ରହିବା ଉଚିତ କି ପଚାରିବାରୁ ଗୁରୁଜୀ ବଡ଼ ଦୁଃଖରେ କହିଲେ ପ୍ରଶାସନ କୁଆଡ଼େ ଗଲା, କାହିଁ ମୋ ପାଖକୁ ଆସୁନାହାନ୍ତି, ସିଏ କାହିଁ ପଚାରୁନାହାନ୍ତି, ଗଜପତି ମହାରାଜ କାହିଁ ପଚାରୁନାହାନ୍ତି। ଆପଣମାନେ ଜଗନ୍ନାଥଙ୍କୁ ଭଲ ପାଉଛନ୍ତି, ପଚାରୁଛନ୍ତି ଠିକ୍, ସିଏ ଆସିକି ପଚାରନ୍ତୁ ଯେ ପ୍ରକୃତରେ କ'ଣ ରହିବ। ତାଙ୍କର ତ ଇଚ୍ଛା ନାହିଁ। ଯଦି ମୁଁ ଗୋଟେ କ'ଣ କଥା କହିଦେବି, ଗୁରୁଜୀ ମାନେ ଦୁଃଖରେ କହିଲେ ମୁଁ ଗୋଟେ କଥା କହିଦେବି, ପ୍ରଶାସନ ସେଟାକୁ ମନେକର ଗ୍ରହଣ କରିବ, ତା କଥାଟାକୁ ମୁଖ୍ୟମନ୍ତ୍ରୀ କାଟିଦେବେ। ତ ମୁଖ୍ୟମନ୍ତ୍ରୀ କାଟିଦେଲେ ମୋର କଥାଟାର ଓଜନ କ'ଣ ରହିଲା ହିନ୍ଦୁ ଧର୍ମର ଗୁରୁ ହେଇକି। ତେଣୁକରି ମୁଁ ଯେଉଁ କଥାଟା କହିବି ସେଟା ପାଳନ ହେଲେ ହବ। ଯଦି ପାଳନ ନ ହେଉଛି ମୋତେ ଖାଲି ଆଗକୁ ଆଣିକି କାହିଁକି ସେମାନେ ହଇରାଣ କରୁଛନ୍ତି। ତ ଆମର ବିନମ୍ରତାର ସହିତ ବର୍ତ୍ତମାନ ସଜାଗ କରିବା କଥା ମୁଖ୍ୟ ପ୍ରଶାସକକୁ ଏବଂ ଓଡ଼ିଶା ସରକାରଙ୍କୁ। ଆପଣଙ୍କ ବିଷୟରେ ଗୁରୁଜୀ ଏହା କହୁଛନ୍ତି ଯେ ଯଦି ମୁଖ୍ୟ ପ୍ରଶାସକ ଏଭଳି ନିଷ୍ପତ୍ତି ଆମେ ଯାହା ଥିଲା ସେୟା ନେବା ପାଇଁ ଆମେ ଚାହିଁବା, ତାହେଲେ ତାଙ୍କର ଏ କଥାଟାକୁ ମୁଖ୍ୟମନ୍ତ୍ରୀ କାଟିବେନି ତ। ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ପ୍ରଶାସକଙ୍କୁ ଆମର ଅନୁରୋଧ, ଆପଣମାନେ ଆସି ଗୁରୁଜୀଙ୍କ ଶରଣାଗତ ହୋଇ ପଚାରନ୍ତୁ ଯେ 10 ଅବତାର ମୂର୍ତ୍ତି ଆସିଗଲାଣି, କେବେ ଲାଗିବ ଏବଂ ନବବର୍ଷରେ ଆମ ଜଗନ୍ନାଥ ଥିଲେ ଯେମିତି ସେମିତି ରହିବେ ନା ବୁଦ୍ଧ ରହିବେ। ସେମାନେ ଚାହୁଁଛନ୍ତି ସିଏ ଆସି ପଚାରନ୍ତୁ। ଏବଂ ଆମେ ଯେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଯେ ବୁଦ୍ଧ 2 ଜଣ ଥିଲେ। ଯେ ସନାତନୀ ବୁଦ୍ଧ ଯିଏ ସର୍ବପ୍ରଥମ ବୁଦ୍ଧ ବା ବୌଦ୍ଧ, ସେ ଥିଲେ ବ୍ରାହ୍ମଣ। ଏ ଗୌତମ ବୁଦ୍ଧ ଯିଏ ଲୁମ୍ବିନୀ ଗାଁରେ ଗୟାରେ ଆସିକି ମାନେ କରିଥିଲେ ସିଏ ହେଲେ କ୍ଷତ୍ରିୟ। ତେଣୁକରି ସିଏ ବୁଦ୍ଧ କେବେ ଏଇ ବୁଦ୍ଧ କେବେ ଜଗନ୍ନାଥଙ୍କ ଅବତାର ନଥିଲେ କି କେବେ ବୁଦ୍ଧିଷ୍ଟ ମାନେ ମାନିବେନି ଜଗନ୍ନାଥଙ୍କ ଅବତାର। କାହିଁ ଆପଣମାନେ ଭୋକ କାମ ଏଭଳି କାମ କରୁଛନ୍ତି? ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀ ତୁରନ୍ତ ଆସିକି ଦେଖା ହୁଅନ୍ତୁ ଏବଂ ଜଗନ୍ନାଥ ସେନା ୟା ପରେ ଯିବ ଡିଜି ଦିଲ୍ଲୀରେ ଯିଏ ଅଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗର ଡିଜି, ତାଙ୍କୁ ପଚାରିବ ଯେ ଆପଣ ଲଗେଇବେ ନା ଆମେ ଶିଳ୍ପୀକି ଦେଇକି ଲଗେଇବୁ। ଏଇଟା ହେଲା ଶେଷ କଥା। ଓଡ଼ିଶାବାସୀଙ୍କର ସ୍ୱାଭିମାନର କଥା। ଶ୍ରୀମନ୍ଦିର ହେଲା ଓଡ଼ିଶାର ପ୍ରାଣକେନ୍ଦ୍ର ଏବଂ 10 ଅବତାର ନ ଲଗିବା ପର୍ଯ୍ୟନ୍ତ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ। ଜୟ ଜଗନ୍ନାଥ। ପୁରୀରୁ କ୍ୟାମେରାମ୍ୟାନ୍ ଦିବ୍ୟରଞ୍ଜନ ବିଷୋୟୀଙ୍କ ସହ ସୁଜିତ ମହାପାତ୍ରଙ୍କ ରିପୋର୍ଟ।